ଖାରବେଳ ନଗର ଥାନା ପୁଲିସ ଅଭିଯୋଗକାରୀଙ୍କ ଏତଲା ଆଧାରରେ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ବାବୁ ରେଡ୍ଡୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ 17/5/2024 ତାରିଖ ସନ୍ଧ୍ୟାରେ ଅଭିଯୋଗକାରିଣୀ ଜଣକ ଟ୍ୟୁସନରୁ ଘରକୁ ଫେରିବା ରାସ୍ତାରେ ଅଭିଯୁକ୍ତ ତାଙ୍କୁ ଏକୁଟିଆ ଦେଖି ତାଙ୍କ ସହିତ ଜୋର ଜବରଦସ୍ତ ଅଶ୍ଳୀଳ ବ୍ୟବହାର କରିଥିଲେ। ତା ପରଦିନ ମଧ୍ୟ ଅଭିଯୁକ୍ତ ଜଣକ ଅଭିଯୋଗକାରିଣୀଙ୍କୁ ରାସ୍ତାରେ ଏକୁଟିଆ ପାଇ ତାଙ୍କ ଚୁଟି ଧରି ଟଣାଓଟରା କରିଥିଲେ। ଘଟଣା ସମ୍ପର୍କରେ ଝିଅ ନିକଟରୁ ସବୁ ଶୁଣିସାରିବା ପରେ ତାଙ୍କ ବାପା ଯାଇ ଅଭିଯୁକ୍ତଙ୍କୁ ଏନେଇ ପଚାରିବାରୁ ସେ ଏଥିରେ ଉତ୍କ୍ଷିପ୍ତ ହୋଇ ଏକ କାଚ ବୋତଲ ସାହାଯ୍ୟରେ ଅଭିଯୋଗକାରିଣୀଙ୍କ ବାପାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ବାରମ୍ବାର ଆକ୍ରମଣ କରିଥିଲେ, ଯାହାଫଳରେ ତାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବା ସହିତ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସେ ତଳେ ପଡ଼ିଯିବା ପରେ ମଧ୍ୟ ଅଭିଯୁକ୍ତ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ପୂର୍ବକ ପୁନର୍ବାର ମାଡ଼ ମଧ୍ୟ ମାରିଥିଲେ। ଘଟଣାର ଅଭିଯୋଗ ପରେ ପୁଲିସ ଏହି ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ୱୀକାର କରିଥିଲେ। ବର୍ତ୍ତମାନ ଏ ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ବ୍ୟୁରୋ ରିପୋର୍ଟ, ଏକାମ୍ର ନ୍ୟୁଜ୍ ଏଜେନ୍ସି।